କେବେ ଭାବିଛନ୍ତି କି ଆଜିର ଏ ଦ୍ରୁତ ଜୀବନର ଜଟିଳ ପ୍ରଶ୍ନଗୁଡ଼ିକର ଉତ୍ତର ଆଜିଠୁ ପ୍ରାୟ 80 ବର୍ଷ ପୁରୁଣା ଏକ ପତ୍ରିକାର ପୃଷ୍ଠାରେ ଲୁଚି ରହିଥାଇପାରେ? ଆଜି ଆମେ ସେହିଭଳି ଏକ ଚିରନ୍ତନ ଜ୍ଞାନର ଗଭୀରତାକୁ ଯିବା। ତେବେ ଆସନ୍ତୁ ଏହି ଯାତ୍ରା ଆରମ୍ଭ କରିବା। ହଁ, ଏହା ହେଉଛି ଅଖଣ୍ଡ ଜ୍ୟୋତି ପତ୍ରିକା, ଜୁନ୍ 1944 ସଂସ୍କରଣ, ଆଉ ଏହାର ପ୍ରତ୍ୟେକ ଶବ୍ଦ ପରମ ପୂଜ୍ୟ ପଣ୍ଡିତ ଶ୍ରୀରାମ ଶର୍ମାଚାର୍ଯ୍ୟଜୀଙ୍କ ଦ୍ୱାରା ଲିଖିତ। ଏହାର ପୃଷ୍ଠାଗୁଡ଼ିକରେ ଏମିତି କିଛି ଶିକ୍ଷା ରହିଛି ଯାହା ଆଜି ବି ଆମ ପାଇଁ ସେତିକି ହିଁ ମହତ୍ତ୍ୱପୂର୍ଣ୍ଣ। ତେବେ ଆଜି ଆମେ କ'ଣ ସବୁ ଜାଣିବା? ଆମେ ବୁଝିବା ଅଖଣ୍ଡ ଜ୍ୟୋତିର ଅର୍ଥ କ'ଣ, ଧର୍ମର ପ୍ରକୃତ ସ୍ୱରୂପ କ'ଣ, ଆମର ଏହି ଚଞ୍ଚଳ ମନକୁ କେମିତି ଶାନ୍ତ କରିବା, ଆମର ଆଚରଣ ଓ ସ୍ୱାସ୍ଥ୍ୟ ଭିତରେ କି ସମ୍ପର୍କ, ଆତ୍ମସତ୍ୟର ଆବିଷ୍କାର କେମିତି ହୁଏ, ଆଉ ଶେଷରେ ଏସବୁ ଜ୍ଞାନର ସାର କ'ଣ। ତେବେ ପ୍ରଥମରୁ ଆରମ୍ଭ କରିବା। ଅଖଣ୍ଡ ଜ୍ୟୋତି, ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଏକ ଏମିତି ଜ୍ୟୋତି ବା ଜ୍ଞାନର ଶିଖା ଯାହା କେବେ ଲିଭେ ନାହିଁ। ଏହା ଜୀବନର ଅନ୍ଧକାରମୟ ରାସ୍ତାରେ ଆଲୋକ ଦେଖାଇବା ପାଇଁ ଉଦ୍ଦିଷ୍ଟ। ଏହି ପତ୍ରିକାର ଏକ ମୂଳ ସିଦ୍ଧାନ୍ତ ହେଉଛି, ଧର୍ମ ହେଉଛି ସେହି ବସ୍ତୁ ଯାହାକୁ ରକ୍ଷା କଲେ ତାହା ଆମକୁ ରକ୍ଷା କରେ। ଏହା କେବଳ ଏକ ଧାଡ଼ି ନୁହେଁ, ଏହା ଭିତରେ ଏକ ଗଭୀର ସତ୍ୟ ଲୁଚି ରହିଛି। ଅର୍ଥାତ୍ ଯେତେବେଳେ ଆମେ ଧାର୍ମିକତାର ମାର୍ଗରେ ଚାଲୁ, ସେତେବେଳେ ସେହି ଧର୍ମ ହିଁ ଆମ ପାଇଁ ସୁରକ୍ଷା କବଚ ପାଲଟିଯାଏ। କିନ୍ତୁ ପ୍ରଶ୍ନ ଉଠୁଛି, ଧର୍ମ ପ୍ରକୃତରେ କ'ଣ? କ'ଣ ଏହା କେବଳ ପୂଜାପାଠ, ବ୍ରତ ଉପବାସ? ଏହି ପତ୍ରିକା କହୁଛି, ନା, ଧର୍ମ ଏହାଠାରୁ ବହୁତ ବଡ଼। ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ ସ୍ୱରୂପ କ'ଣ। ଏଠାରେ ଦୁଇଟି ଅଲଗା ଅଲଗା ରାସ୍ତା ଦେଖାଯାଉଛି। ଗୋଟିଏ ପଟେ ବାହାରର ଦେଖାଣିଆ କର୍ମକାଣ୍ଡ, ଆଉ ଅନ୍ୟପଟେ ହୃଦୟରୁ ବାହାରୁଥିବା ସେବା, କରୁଣା ଆଉ ଆତ୍ମ ଉନ୍ନତି। ଏହି ପତ୍ରିକା ସ୍ପଷ୍ଟ ଭାବେ କହୁଛି ଯେ ପ୍ରକୃତ ଧର୍ମ ଶୂନ୍ୟ ରୀତିନୀତିରେ ନୁହେଁ, ବରଂ ନିଃସ୍ୱାର୍ଥପର ସେବା ଓ କରୁଣାରେ ହିଁ ଥାଏ। ହେଲେ ଏହି ସେବା, କରୁଣା ଭଳି ଭଲ ଗୁଣକୁ ନିଜ ଜୀବନରେ ଆପଣାଇବାରେ ସବୁଠୁ ବଡ଼ ବାଧା କ'ଣ? ସେଇଟା ହେଉଛି ଆମର ଏହି ଚଞ୍ଚଳ ଅସ୍ଥିର ମନ। ଆସନ୍ତୁ ଦେଖିବା ଏହି ପ୍ରାଚୀନ ଜ୍ଞାନ ଆମର ଏହି ଆଧୁନିକ ସମସ୍ୟାର କି ସମାଧାନ ଦେଉଛି। ଏଇ ଯୋଉ ମନଟା ମାଙ୍କଡ଼ ଭଳି ଏଡ଼ାରୁ ସେଡ଼ାରୁ ଡିଆ ମାରୁଥାଏ, ତାକୁ ଶାନ୍ତ କରିବା କେମିତି? ଏହା ଏକ ଏମିତି ପ୍ରଶ୍ନ ଯାହାର ସାମନା ଆମେ ସମସ୍ତେ ପ୍ରତିଦିନ କରୁ। ଖୁସିର କଥା ହେଉଛି, ଏହାର ଏକ ସ୍ପଷ୍ଟ ରାସ୍ତା ଦେଖାଯାଇଛି। 4ଟି ସରଳ ପଦକ୍ଷେପ। ପ୍ରଥମେ ଆତ୍ମନିରୀକ୍ଷଣ, ମାନେ ନିଜ ଭିତରକୁ ଦେଖିବା। ତାପରେ ଏକ ସ୍ଥିର ଦିନଚର୍ଯ୍ୟା, ଯେକୌଣସି କାମରେ ପୁରା ଏକାଗ୍ରତା, ଆଉ ଶେଷରେ ଆତ୍ମ ଅନୁଶାସନ। ଏହା କେବଳ ମନକୁ ଶାନ୍ତ କରେନି, ବରଂ ତାକୁ ବହୁତ ଶକ୍ତିଶାଳୀ ମଧ୍ୟ କରିଥାଏ। ମନ ତ ଶାନ୍ତ ହେଲା, କିନ୍ତୁ କଥା ଏତିକିରେ ସରିନି। କାରଣ ଆମ ଭିତରେ ଯାହା ଚାଲେ ତାହା ଆମ ବ୍ୟବହାର ଆଉ ଶରୀରରେ ବି ଦେଖାଯାଏ। ତେଣୁ ଆଧ୍ୟାତ୍ମିକତା କେବଳ ଭିତରେ ନୁହେଁ, ବାହାରେ ମଧ୍ୟ ପ୍ରତିଫଳିତ ହୁଏ। ଏହି ପତ୍ରିକାରେ ଗୋଟିଏ ବହୁତ ସୁନ୍ଦର କାହାଣୀର ଶୀର୍ଷକ ଅଛି, ସଦ୍ବ୍ୟବହାରର ଅବ୍ୟର୍ଥ ଅସ୍ତ୍ର। ଏହା ଦର୍ଶାଉଛି ଯେ ଆମର ଭଲ ବ୍ୟବହାର କୌଣସି ଶକ୍ତିଶାଳୀ ଅସ୍ତ୍ରଠାରୁ କମ୍ ନୁହେଁ। କାହାଣୀଟି ଏମିତି ଯେ ଜଣେ ରାଜା ନିଜ ଶତ୍ରୁ ଉପରେ ଖଣ୍ଡା ବଦଳରେ ଦୟା ଆଉ ଭଲ ବ୍ୟବହାରର ପ୍ରୟୋଗ କଲେ। ଆଉ ଫଳ କ'ଣ ହେଲା? ଶତ୍ରୁ ବିନା ଯୁଦ୍ଧରେ ବନ୍ଧୁ ପାଲଟିଗଲା। ଏଥିରୁ ଶିକ୍ଷା ମିଳି ଯେ ସଦ୍ବ୍ୟବହାର ହିଁ ସବୁଠୁ ବଡ଼ ଶକ୍ତି। ଆଉ ଆଚରଣ ସହିତ ସ୍ୱାସ୍ଥ୍ୟ କଥା ବି କୁହାଯାଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, 1944 ମସିହାରେ ଲେଖାଯାଇଥିଲା ଯେ ପ୍ରକୃତ ସ୍ୱାସ୍ଥ୍ୟର ଚାବିକାଠି ଆମ ପେଟ, ଅର୍ଥାତ୍ ଆମ ପାଚନତନ୍ତ୍ରରେ ହିଁ ଥାଏ। ଆଜିର ବିଜ୍ଞାନ ଯେଉଁ କଥା କହୁଛି, ତାହା ସେତେବେଳେ ହିଁ କୁହାଯାଇଥିଲା। ଏବେ ଆସନ୍ତୁ ଆମ ଯାତ୍ରାର ସବୁଠାରୁ ଗଭୀର ସ୍ତରକୁ ଯିବା। ପ୍ରଶ୍ନ ହେଉଛି, ଆମେ ପ୍ରକୃତରେ କିଏ? ଆମେ କ'ଣ ଏହି ଶରୀର, ଏହି ମନ? ଆସନ୍ତୁ ଜାଣିବା ଆମର ପ୍ରକୃତ ସ୍ୱରୂପ କ'ଣ। ଏହି ପତ୍ରିକା ବହୁତ ସରଳ ଭାବରେ ବୁଝାଉଛି ଯେ ଆମେ ଏହି ଶରୀରଟା ନୁହେଁ। ଆମେ ହେଉଛୁ ଏକ ଦିବ୍ୟ ଜ୍ୟୋତି, ଏକ ଆତ୍ମା ଯିଏ କିଛି ସମୟ ପାଇଁ ଏହି ଶରୀର ରୂପୀ ଘରେ ବାସ କରୁଛି। ଶରୀର ନାଶବାନ, କିନ୍ତୁ ଆତ୍ମା ଅମର। ଏହି ଗଭୀର ବିଚାରକୁ ଗୋଟିଏ ଲାଇନରେ ଏତେ ସୁନ୍ଦର ଭାବେ କୁହାଯାଇଛି, ମୁଁ ଯାହା ବି ଅଛି, ବାସ୍ତବରେ ମୁଁ ତାହା ହିଁ ଅଟେ। ଏହାର ଅର୍ଥ ହେଉଛି ନିଜର ଆତ୍ମାକୁ ସେହି ପରମ ସତ୍ୟର, ସେହି ପରମାତ୍ମାଙ୍କର ଅଂଶ ବୋଲି ଅନୁଭବ କରିବା। ତେବେ ଏତେ ସବୁ ଆଲୋଚନା ପରେ ଏହି 80 ବର୍ଷ ପୁରୁଣା ଜ୍ଞାନର ସାରାଂଶ କ'ଣ? ଆସନ୍ତୁ ଆମେ ଯାହା ସବୁ ଶିଖିଲେ ତାକୁ ଏକାଠି କରି ଦେଖିବା। ଆମେ ଶିଖିଲେ ଯେ ପ୍ରକୃତ ଧର୍ମ କାମରେ ଦେଖାଯାଏ, କଥାରେ ନୁହେଁ। ଚଞ୍ଚଳ ମନକୁ ଅନୁଶାସନ ଦ୍ୱାରା ଶାନ୍ତ କରି ହୁଏ। ଭଲ ବ୍ୟବହାର ଗୋଟେ ବଡ଼ ଶକ୍ତି। ଆମ ସ୍ୱାସ୍ଥ୍ୟର ମୂଳ ଅପାଚନତନ୍ତ୍ରରେ ଥାଏ। ଆଉ ସବୁଠୁ ବଡ଼ କଥା, ଆମେ ଏ ଶରୀର ନୁହେଁ, ବରଂ ଏକ ଦିବ୍ୟ ଆତ୍ମା। ଏସବୁ ମିଶି ଏକ ସମ୍ପୂର୍ଣ୍ଣ ଜୀବନର ମାର୍ଗ ଦେଖାଏ। ଆଉ ଶେଷରେ ଗୋଟେ ପ୍ରଶ୍ନ ସମସ୍ତଙ୍କ ପାଇଁ। ଜ୍ଞାନର ଏହି ଅଖଣ୍ଡ ଜ୍ୟୋତିରୁ ଆଲୋକ ନେଇ ଆମେ ନିଜ ଜୀବନର କେଉଁ ଅନ୍ଧାର କୋଣକୁ ଆଲୋକିତ କରିବା?
ଏହି ପ୍ରଶ୍ନ ଉପରେ ଚିନ୍ତା କରିବା ପାଇଁ ଛାଡ଼ିଦେଇ ଆଜିର ଆଲୋଚନାକୁ ଏଇଠି ଶେଷ କରୁଛୁ।